ପିଲାମାନେ ଆଜିର ମାତୃଭାଷା କାଢ଼ାଂଶକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ମାତୃଭାଷା ବହିର ଭଲ କି କରିନି ମୁହିଁ ପଦ୍ୟଟିକୁ ପଢ଼ିବା। ଏହାର କବି ହେଉଛନ୍ତି କୃଷ୍ଣଚନ୍ଦ୍ର କର। ପ୍ରଥମେ ତାଙ୍କର ପରିଚୟ ଆମେ ଜାଣିବା। କବି କୃଷ୍ଣଚନ୍ଦ୍ର କର 1906 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା 1995 ମସିହା। ସେ କଟକ ଜିଲ୍ଲାର ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାଁ ଥିଲା ଉଦୟନାଥ କର, ମାତା ଥିଲେ ମୁକ୍ତା ଦେବୀ। ଶିଶୁ ସାହିତ୍ୟର ଲେଖକ ଭାବରେ ସେ ଖୁବ୍ ପରିଚିତ ଅଟନ୍ତି। ସେ ନିଜର ସାଧନା ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟକୁ ମହିୟାନ କରି ପାରିଛନ୍ତି। ଜଣେ ଶିକ୍ଷାବିତ୍ ତଥା ଗ୍ରନ୍ଥ ପ୍ରଣେତା ଭାବରେ ସେ ସୁପରିଚିତ ଅଟନ୍ତି। ତ ତାଙ୍କ ଦ୍ୱାରା ରଚିତ ଏଇ ଯେଉଁ ପଦ୍ୟ ଭଲ କି କରିନି ମୁହିଁ ବିଷୟରେ ଆଜି ଆମେ ପଢ଼ିବା। ଭଲ କି କରିନି ମୁହିଁ। ଦେଖ ବହି ଦେଖ। ବାଳୁତ ସୁରୁଜ ନଉଠୁଣୁ ଆଜ ହସର ଆଲୁଅ ବୁଣି ଧଡ଼ ପଡ଼ ହୋଇ ଉଠିଲି ବଉଲ ଶୁଆ ସାରି ଡାକ ଶୁଣି। ତାହେଲେ ଦେଖ ତୁମ ବୟସର ଗୋଟେ ଛୋଟ ପିଲା, ସେ ସକାଳ ହୋଇଯାଇଛି, ସେ ନିଦରୁ ଉଠି ଯାଇଛି। କେତେବେଳେ ଉଠିଛି ନା ବାଳୁତ ସୁରୁଜ ନଉଠୁଣୁ ଆଜ। ବାଳୁତ କହିଲେ ପିଲା ବା ବାଳକ ଅବସ୍ଥା। ସୂର୍ଯ୍ୟ ଯେତେବେଳେ ଉଦୟ ହୁଏ ତାକୁ ତାର ବାଳକ ଅବସ୍ଥା ବୋଲି ଆମେ କହିଥାଉ। ତ ସୁରୁଜ ଏଟା ହେଉଛି ପଦ୍ୟ ରୂପରେ ଅଛି, ତାର ପଦ୍ୟ ରୂପ ହେବ ସୂର୍ଯ୍ୟ। ତ ବାଳୁତ ସୂର୍ଯ୍ୟ ବା ଛୋଟ ସୂର୍ଯ୍ୟ ଆଜି ଉଦୟ ହେବା ପୂର୍ବରୁ ଏବଂ ନିଜର ଆଲୋକ ପୃଥିବୀରେ ବିଛାଡ଼ି ଦେବା ପୂର୍ବରୁ ପିଲାଟି ଧଡ଼ପଡ଼ ହୋଇ ନିଦରୁ ଉଠି ପଡ଼ିଛି ଏବଂ ସେ ଶୁଆସାରିର ଡାକ ଶୁଣିଛି। ତାଙ୍କ ଘରେ ଦୁଇଟି ଛୋଟ ଶୁଆସାରିକୁ ପଞ୍ଜୁରୀରେ ପାଳିଥିଲେ। ସେ ଶୁଆସାରିର ଡାକ ଶୁଣି ତାର ନିଦ ଭାଙ୍ଗି ଯାଇଛି ଏବଂ ସେ ନିଦରୁ ଉଠି ପଡ଼ିଛି। ପିଞ୍ଜରାରୁ କାଢ଼ି ଦେଲି ଯେବେ ଛାଡ଼ି ଡେଣା ଝାଡ଼ି କେଡ଼େ ସୁଖେ ଉଡ଼ି ଉଡ଼ି ସେ ଯେ ମିଶି ଗଲେ କାହିଁ ଗହନ ବନର ବୁକେ। ତାହେଲେ ସେ ଶୁଆସାରିଙ୍କ ପାଖକୁ ସେ ପିଲାଟି ଯାଇଛି ଏବଂ ପିଞ୍ଜରାରୁ ସେମାନଙ୍କୁ କାଢ଼ି ଦେଇଛି ଏବଂ କ'ଣ କରିଛି ନା ସେ ଶୁଆସାରି ଦୁଇଟିଙ୍କୁ ସେ ଉଡ଼ାଇ ଦେଇଛି, ଆକାଶରେ ଉଡ଼ାଇ ଦେଇଛି ଏବଂ ଉଡ଼ାଇ ଦେବା ଫଳରେ ସେ ଶୁଆସାରି ଦୁହେଁ ଡେଣା ଝାଡ଼ି ସୁଖୀ କେଡ଼େ ସୁଖେ ମାନେ ସୁଖରେ ବା କେତେ ଖୁସି ମନରେ ଆକାଶରେ ଉଡ଼ି ଯାଇଛନ୍ତି ଏବଂ ଉଡ଼ି ଉଡ଼ି ସେମାନେ ଗହନ ବନର ବୁକେ ମିଶି ଯାଇଛନ୍ତି, ମାନେ ଘଞ୍ଚ ଜଙ୍ଗଲ ଆଡ଼କୁ ସେମାନେ ଉଡ଼ି ଚାଲି ଯାଇଛନ୍ତି। କହ ବୋଉ କହ ତୁହି ଉଡ଼ାଇ ଦେଇ ତ ପୋଷା ଶୁଆସାରି ଭଲ କି କରିନି ମୁହିଁ। ତାପରେ ସେ ପିଲାଟି ତା ବୋଉ ପାଖକୁ ଆସିଛି ଏବଂ ତା ବୋଉକୁ ପ୍ରଶ୍ନ କରିଛି ଯେ ବୋଉ ତ ପୋଷା ଶୁଆସାରି ଦୁଇଟିଙ୍କୁ ଉଡ଼ାଇ ଦେଇ ମୁଁ ଭଲ କାମ କରିନାହିଁ କି? ତାପରେ ପିଲାଟି ରାସ୍ତାରେ ବୁଲିବା ପାଇଁ ବାହାରିଛି ଏବଂ ବୁଲୁଥିବା ସମୟରେ ସଡ଼କ କଡ଼ରେ ସେ ଗୋଟେ ଫୁଙ୍ଗୁଡ଼ା ଦେହରେ ଥିବା ବୁଢ଼ାକୁ ଦେଖିଛି। ଚମ ଧୁଡ଼ୁ ଧୁଡ଼ୁ ଫୁଙ୍ଗୁଡ଼ା ବୁଢ଼ାଟି ଦେଖିଲି ସଡ଼କ ଦାଢ଼େ। ବୁଢ଼ାଟିର ଦେହ ଚମ ଧୁଡ଼ୁ ଧୁଡ଼ୁ କରୁଛି ଏବଂ ଖୋଲା ଦେହରେ ଅଛି, ଫୁଙ୍ଗୁଡ଼ା ଦେହରେ ଅର୍ଥାତ୍ ଖୋଲା ଦେହରେ ବୁଢ଼ାଟି ରହିଛି। ସେ ସଡ଼କ ଦାଢ଼ରେ ବା ସଡ଼କ କଡ଼ରେ ଯାଉଛି। ଦିହ ଥୁରୁ ଥୁରୁ ବାଳ ଫୁରୁ ଫୁରୁ। ବୁଢ଼ାଟିର ଦେହ ଶୀତରେ ଥୁରୁ ଥୁରୁ ହେଉଛି ଏବଂ ତାର ମୁଣ୍ଡର ବାଳ ସବୁ ତେଲ ଭାବରେ ଫୁରୁ ଫୁରୁ ହୋଇ ଉଡ଼ୁଛି। ମାଘର ବାଘୁଆ ଜାଡ଼େ। ମାଘ ମାସର ବାଘ ପରି ଶୀତ କୁହାଯାଏ। ମାଘ ମାସରେ ଏତେ ପ୍ରବଳ ଶୀତ ହୁଏ ଯେ ତାର ଶୀତକୁ ବାଘ ପରି ଶୀତ କୁହାଯାଏ, ମାନେ ପ୍ରବଳ ଶୀତ ହୁଏ, ଭୀଷଣ ଶୀତ ହୁଏ। ମାଘ ମାସର ବାଘୁଆ ଜାଡ଼, ଜାଡ଼ ଅର୍ଥ ଶୀତ। ସେ ମାଘ ମାସର ବାଘ ପରି ଶୀତରେ ବୁଢ଼ାଟି ଖୋଲା ଦେହରେ ଆଉ ସଡ଼କ କଡ଼ରେ ଯାଉଥିବାର ସେ ଦେଖିଛି। କାଲୁଆ ବାର ହାବୁକା ମାଡ଼ରୁ ବରତିବ ବୋଲି ସିଏ ଦିହରୁ କାଢ଼ି ମୋ ଲାଲ ଶାଲ ଟିକି ଘୋଡ଼ାଇ ଦେଲି ତା ଦେହେ। ତାପରେ ପିଲାଟି କ'ଣ କରିଛି, କାଲୁଆ ବା ମାନେ ଥଣ୍ଡା ପବନ, ବା ଅର୍ଥ ପବନ, ଥଣ୍ଡା ପବନର ହାବୁକା ମାଡ଼ରୁ ବା ଥଣ୍ଡା ପବନର କବଳରୁ ବରତିବ ବୋଲି ସିଏ, ବରତିବ ରକ୍ଷା ପାଇବ ବା ଉଦ୍ଧାର ପାଇବ ବୋଲି ସେ ବୁଢ଼ାଟିକୁ କ'ଣ କରିଛି ନା ନିଜ ଦେହରୁ ଶାଲଟିକୁ ବା ଚଦରଟିକୁ
लाल रंगर शालटी को से निज देहरु काढ़ी से बुढ़ाटी देहरे घोड़ाई देइछि एवं घर को आसी ता बो को कहिछि कह बो कह तुही निस्साहा बुढ़ा को शाल टिए देई भल की करिनी मुही ताले से जहार निस्साहा अर्थ है जहार कहीं साहा नाहांती तो से निस्साहा बुढ़ा को मु शालटीए दान करी कौन भल काम करी नाही कि बोली पिलाटी ता मां को प्रश्न करिछि। आज ए दुईटा पद्य पढ़िबा तापरे आ गोटे पद अछि सेटा को आमे नेक्स्ट क्लास रे पढ़िबा। एथुरु आमे प्रश्न पाइबा जे पिलाटी काहार डाकरे सकाळू उठी पड़िछि बा उठी पड़िला एठी उत्तर हेबो पिलाटी सुआसारी को डाकरे सकाळू उठी पड़िछि। सुआसारी पिंजरारू बाहरी केउ आड़े चली गले सुआसारी दुईटी पिंजरारू बाहरी गहन बन आड़कू उड़ी चली गले। पिलाटी सड़क दाढ़रे काहाकू देखिला पिलाटी सड़क दाढ़रे फुंगुड़ा देहरे थिबा गोटे बुढ़ा को देखिला। निजर लाल शाल को नहीं पिलाटी कौन कला निजर लाल शालटी को नहीं पिलाटी से बुढ़ाटी देहरे घोड़ाई देला। शालटी पाई बुढ़ाटीर अवस्था की परिवर्तन होइथिबो शालटी पाई बुढ़ाटी से वर्षर शीत कष्टरू रक्षा पाई जाइथिबो। पिलाटी केउ दुईटी भल काम करिथिला पिलाटी पंजुरी रे बंदी अवस्था रे थिबा दुईटी सुआसारी को उड़ाई देई भल काम करिथिला एवं द्वितीयतः से फुंगुड़ा देहरे थिबा गोटे बुढ़ा को निजर शालटी घोड़ाई देई भल काम करिथिला। मु तापरे एही किछि घर पाठ देबी तुमे से गुडी को खाता रे करि नबो। आजि रो काडांश को एठी रखिबा परवर्ती काडांश रे आमे ए पद्धति को शेष करिबा।